ମୁଁ କହିବାକୁ ଯାଉଛି ଆପଣମାନେ ଯେଉଁ ଛୋଟବେଳେ ମୂଷା ଆଉ କୂଅ ଗାତ ଶୁଣିଛନ୍ତି? ଯେତେବେଳେ ସାପ ଖେଳିବାକୁ ଆସନ୍ତି, ମାନେ ଆଗ କାଳେ ଆସୁଥିଲେ, ଏବେ କାହିଁ ମୁଁ ଦେଖିବାକୁ ପାଉନି ସାପ ଖେଳ। ଆଗେ ଯେତେବେଳେ ଆମେ ଛୋଟ ଛୋଟ ଥିଲୁ ସେତେବେଳେ ସାପ ଖେଳିବା ପାଇଁ ଲୋକ ଆସୁଥିଲେ। ତା ସହ ସାପ ଖେଳି ସାରିଲା ପରେ ମୂଷା ବାହାର କରିବେ, ଗୋଟେ ମୂଷା ଆଉ ଗୋଟେ କୂଅ। କହିବେ ତୁ ଜଲ୍ଦି ଜଲ୍ଦି କୂଅରୁ ପାଣି ବାପ ଘରକୁ ଯିବୁ, କୂଅରୁ ଜଲ୍ଦି ଜଲ୍ଦି ପାଣି କାଢ଼ିଦେଲୁ, ଦେଖିଆ କେମିତି ବାପ ଘରକୁ ଯିବୁ। ଜୋର 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 ରସି ଟାଣିବ, ବାପ ଘରକୁ ଯିବାକୁ ପଡ଼ିବ ନା, ସେଇଥିପାଇଁ ତାକୁ କହିବ ଏଇ ଘର କାମ କଲା କଥା କହିଲେ ସେ ଧିମେ 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 ଚାଲୁଥିବ। ମୋ ଅବସ୍ଥା ଆଜି ସେଇଆ। ଦେଖୁଛନ୍ତି କେତେ ଚୁଙ୍ଗୁଡ଼ି ପଡ଼ିଛି। ଏଇ ଚୁଙ୍ଗୁଡ଼ିରେ ଡେଲି ସବୁବେଳେ ମାନେ କମ୍ ମାଛ ଥାଏ। ଆଜି ଏତେ ବଡ଼ ଗଦା ପଡ଼ିଛି, ଦେଖାଯାଉଛି ମୋବାଇଲରେ କମ୍ କିନ୍ତୁ ବହୁତ ବଡ଼ ଗଦା ପଡ଼ିଛି। ୟା ଦେହରେ ବହୁତ ଟିକି ଟିକି ବହୁତ ମାଛ ଅଛି ଚୁଙ୍ଗୁଡ଼ିରେ। ମୁଁ ଭାବୁଥିଲି ଆକୁ କେମିତି ଜଲ୍ଦି ପୁଆଇ ଦେଲେ ଆମ ଘରକୁ ଯିବି ଆଜି ସନ୍ଧ୍ୟାବେଳେ, ହେଲେ କେଉଁଠୁ ହେଉଛି। ଖାଇକି 2ଟା ବେଳ ବସିଲିଣି, ଅଣ୍ଟା ବିନ୍ଧିଲାଣି, 4ଟା ବାଜିଗଲାଣି, ଅଣ୍ଟା ବିନ୍ଧିଲାଣି, ହେଲେ ଇଏ ବାଛିବା ପାଉନି, ବାଛିବା ସରୁନି। ଓଃ, ମୁଁ ବି ସେଇ ମୂଷା ହେଇଯାଇଥାନ୍ତି କି ଜଲ୍ଦି 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 ବାଛି ଦେଇଥାନ୍ତି କି, କ'ଣ କରିବି।